तारिख मंगलवार। आज दिन जाकर गुरुत्वपूर्ण खबर उपरे आसंतु नजर पकेइबा। वीडियो को शेष पर्यंत देखंतु। मात्र किछि समय मध्यरे संपूर्ण खबर जानि परिबे। पूर्वरु चैनल रे नुआ थिले चैनल को सब्सक्राइब करी पाखरे आसुथिबा बेल आइकन को ऑन करी रखंतु। एमिति प्रतिदिन नुआ लेटेस्ट न्यूज सर्वप्रथमे देखिबा पई। आसंतु संपूर्ण खबर उपरे नजर पकेइबा। परवर्ती खबर ओडिशा पई 15तम अर्थ कमिशन अनुदान एतिकी कोटिरु अधिक टंका जारी कले केंद्र सरकार। 2025-26 आर्थिक वर्षर द्वितीय किस्ती बाबदरे 342.5964 कोटी टंका जारी करा जायछि। एही अर्थ राज्यर 20टी योग्य जिला परिषद, 296टी पंचायत समिति एवं 6734टी योग्य ग्राम पंचायत को मिलिबो। पूर्वरु प्रथम किस्तीर बेकेया बाबदरे अतिरिक्त 101.7815 कोटी टंका मध्य जारी करा जायछि। एही बेकेया राशि 20टी योग्य जिला परिषद, 233टी पंचायत समिति एवं 649टी ग्राम पंचायत पई उद्दिष्ट। एही पांठी पंचायत राज अनुष्ठान एवं ग्रामीण स्थानीय संस्था गुड़िक द्वारा एकादश अनुसूचना रे थिबा 29टी विषय अधीन रे स्थान उद्दिष्ट आवश्यकता पूरण करिबा पई व्यवहार करा जाई परिबो। एही अनुदान परिमल वर्ज्य वस्तु परिचालना, ओडीएफ स्थितिर संरक्षण पानीय जल जोगाण, वर्षा जल संरक्षण एवं जल पुनः व्यवहार भली अत्यावश्यक सेवारे खर्च करिबाकू पड़िबो। केंद्रर अर्थ मंत्री द्वारा प्रति वर्ष 2टी किस्ती रे एही अनुदान जारी करा जायथाय। प्रवृत्ति खबर आम सार को फेराई दियो। प्रिय शिक्षकଙ୍କ बदली बातिल पई छात्र छात्रीଙ୍କ धारणा। सेमानଙ୍କର କହିବା ଅନୁଯାୟୀ ବଦଳି ହୋଇଥିବା ତାଙ୍କ ପ୍ରିୟ ଶିକ୍ଷକ ପ୍ରଦୀପ କୁମାର ବେହେରା ତାଙ୍କ ବିଦ୍ୟାଳୟକୁ ଫେରି ଆସନ୍ତୁ। ସେ 8 ବର୍ଷ ଏଠାରେ ରହି ଛାତ୍ରଛାତ୍ରୀଙ୍କ ସହ ପରିବାର ଭଳି ସମ୍ପର୍କ ରଖିବା ସହ ଭଲ ପଢ଼ାଉଥିଲେ। ସେ ଇଂରାଜୀ, ସାହିତ୍ୟ, ହିନ୍ଦୀ, ଭୂଗୋଳ ପଢ଼ାଉଥିଲେ। ତାଙ୍କର ହଠାତ୍ ଏରସୀମା ବ୍ଲକର କୁଞ୍ଜଗଠି ପଞ୍ଚାୟତରେ କାଳୀକୁଦ ଖୁରାଣ୍ଟ ସରକାରୀ ଉପ୍ରା ବିଦ୍ୟାଳୟକୁ ବଦଳି ହୋଇଯିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସ୍ଥାନୀୟ ସଂରବଚ ରଞ୍ଜନ କୁମାର ସେଠୀ କହିଛନ୍ତି ଯେ ସେ ବଦଳିକୁ ସ୍ଥଗିତ ରଖି ପୁନଶ୍ଚ ପ୍ରଦୀପ ସାରଙ୍କୁ ଫେରାଇ ଆଣିବା ପାଇଁ ଏରସମା ମଣ୍ଡଳ ଅଧିକାରୀ କାର୍ଯ୍ୟାଳୟରେ ଶିକ୍ଷାଧିକାରୀଙ୍କୁ ଭେଟିଛନ୍ତି। ତୁରନ୍ତ ଏହାର କିଛି ପ୍ରକାର ପ୍ରତିକାର କରା ନ ଗଲେ ଖରାରେ ବସିଥିବା ଛାତ୍ରଛାତ୍ରୀମାନଙ୍କ କୌଣସି ସମସ୍ୟା ହେଲେ ସରକାର ଦାୟୀ ରହିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଇସାରା, ମିଳିବ କି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବିଜେଡିର ପୂର୍ବତନ ରାଜ୍ୟସଭା ଏମପି ଅମର ପଟ୍ଟନାୟକ ସୋମବାର ବିଧିବଦ୍ଧ ଭାବେ ବାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, ଅମର ଏବେ ଅଣନିଶ୍ୱାସୀରୁ ମୁକ୍ତ ହୋଇଛନ୍ତି। ବର୍ତ୍ତମାନ କାମ କରିବାର ସୁଯୋଗ ପାଇବେ। ତାଙ୍କର ମନର କଥା ଅଭିଳାଷଣ ମାଧ୍ୟମରେ କହି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେଡି ଛାଡ଼ି ବାଜପାରେ ସାମିଲ ହୋଇଛନ୍ତି। ସେ ଜଣେ ବୌଦ୍ଧିକ ବ୍ୟକ୍ତି, ସଂସଦରେ ଭଲ କାମ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ଦଳରେ ସମସ୍ତ ସହଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏଥିପାଇଁ ଗତ 16 ମାସ ଭିତରେ ପ୍ରଧାନମନ୍ତ୍ରୀ 7 ଥର ଓଡ଼ିଶା ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବତନ ରାଜ୍ୟସଭା ଏମପି ପଟ୍ଟନାୟକ ଭାଜପାରେ ମିଶିବା ଦ୍ୱାରା ଦଳର ଶକ୍ତି ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର ବଢ଼ିଛି ସୁନା ଓ ରୂପା ଦର। ଜାଣନ୍ତୁ ଆଜି କେତେ ରହିଛି ଦାମ। ଆଜି ଭାରତୀୟ ବଜାରରେ 22 କ୍ୟାରେଟ 24 କ୍ୟାରେଟ ସୁନା 1,23,170 ଟଙ୍କା ରହିଛି। ସେହିପରି 22 କ୍ୟାରେଟ ସୁନା ଦର 1,12,900 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 1,23,170 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,12,900 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ ମୂଲ୍ୟ 1,23,170 ଟଙ୍କା ଓ 22 କ୍ୟାରେଟ ମୂଲ୍ୟ 1,12,900 ଟଙ୍କା ରହିଛି। ନୂଆଦିଲ୍ଲୀରେ 24 କ୍ୟାରେଟ 1,20,320 ଟଙ୍କା ଓ 22 କ୍ୟାରେଟ 1,13,030 ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 24 କ୍ୟାରେଟ ମୂଲ୍ୟ 1,23,820 ଟଙ୍କା ଥିବା ବେଳେ 22 କ୍ୟାରେଟ ମୂଲ୍ୟ 1,13,500 ଟଙ୍କା ରହିଛି। ପୂର୍ବ ଭାରତର ପ୍ରମୁଖ ସହର
ଟଙ୍କାର କୋଲକାତାରେ ଯଥାକ୍ରମେ 1,23,170 ଟଙ୍କା ଓ 1,12,900 ଟଙ୍କା ରହିଛି। ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା 1,54,000 ଟଙ୍କା ହୋଇଛି। ଆପଣ ଯଦି ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ ଆପଣ BIS କେୟାର ଆପ୍ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। ପରବର୍ତ୍ତୀ ଖବର, ଭାରତରେ ବିରଳ ମୃତ୍ତିକା ଉତ୍ପାଦନ ବଢ଼ାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ, 7,000 କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନା। ରିପୋର୍ଟ ଅନୁଯାୟୀ ସରକାର ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମର ଆକାରକୁ ପ୍ରାୟ 3 ଗୁଣ ବୃଦ୍ଧି କରି 7,000 କୋଟି ଟଙ୍କାରୁ ଅଧିକ କରିବାକୁ ପ୍ରସ୍ତାବ ଉପରେ ବିଚାର କରିଛନ୍ତି। ଚୁମ୍ବକ, ଇଲେକ୍ଟ୍ରୋନିକ୍ ଯାନ, ନବୀକରଣଯୋଗ୍ୟ ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରରେ ଦେଶୀୟ କ୍ଷମତା ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଆହ୍ୱାନ ଦେଇଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜଗୁଡ଼ିକୁ ଅସ୍ତ୍ର ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ ଏବଂ ସ୍ଥାୟୀ ତଥା ବିବିଧ ଯୋଗାଣ ଶୃଙ୍ଖଳ ପ୍ରତିଷ୍ଠା କରିବା ଆବଶ୍ୟକ। ଏହି ଯୋଜନା ଅନ୍ତର୍ଗତ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଏବଂ ପୁଞ୍ଜି ସବସିଡି ମାଧ୍ୟମରେ ପ୍ରାୟ 5ଟି କମ୍ପାନୀକୁ ସହାୟତା କରିବାକୁ ସରକାର ଯୋଜନା କରିଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଏହି କ୍ଷେତ୍ରରେ ଉଭୟ ଘରୋଇ ଓ ବିଦେଶୀ ନିବେଶକୁ ଆକର୍ଷିତ କରିବା। ବିରଳ ମୃତ୍ତିକା ସାମଗ୍ରୀ ଉପରେ ନିର୍ଭରତାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ପାଇଁ ସରକାର କ୍ରୋନସ୍, ରିଲାଏନ୍ସ ମୋଟର ଭଳି ନୂତନ ଜ୍ଞାନକୌଶଳ ଉପରେ ମଧ୍ୟ ଅଧ୍ୟୟନ ପାଣ୍ଠି ଯୋଗାଉଛନ୍ତି। ବିଶ୍ୱ ଚାହିଦା ବଢ଼ାଉଥିବାରୁ ଏହି 7,000 କୋଟି ଟଙ୍କାରୁ ଅଧିକ ପ୍ରୋତ୍ସାହନ ଯୋଜନା ଭାରତ ପାଇଁ ଏକ ବଡ଼ ରଣନୀତିକ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର, ରାଜ୍ୟକୁ ନାହିଁ ବର୍ଷା ଭୟ, ଏହି 2 ଜିଲ୍ଲାକୁ ଛାଡ଼ି ସବୁ ଜିଲ୍ଲାରେ ଶୁଖିଲା ରହିବ ପାଗ। ଗୋଟିଏ କିମ୍ବା 2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲେ ବି ବାକି ସମସ୍ତ ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାୟଗଡ଼ା ଓ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅପରପକ୍ଷେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି। ଆଗ୍ନେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ରହିଛି। ଏହା ପ୍ରଭାବରେ ଗୁଜରାଟ, ଉତ୍କଳ, ଗୋଆ, ମଧ୍ୟରାଷ୍ଟ୍ର, ପଶ୍ଚିମବଙ୍ଗ, ପଶ୍ଚିମ ବିହାର ଏବଂ ଉତ୍ତର ପୂର୍ବ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ICC ପରେ ଏବେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା କରିବ BCCI। 52 ବର୍ଷର ମହିଳା କ୍ରିକେଟ ବିଶ୍ୱକପ୍ ଇତିହାସରେ ଯାହା ହୋଇନଥିଲା ରବିବାର ରାତିରେ ତାହା ସମ୍ଭବ ହୋଇଛି। ଭାରତୀୟ ମହିଳା କ୍ରିକେଟ ଦଳ ସର୍ବପ୍ରଥମ ବିଶ୍ୱକପ୍ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ନବୀ ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକାକୁ 52 ରନରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ଭାରତୀୟ ଟିମ୍ର ଏଭଳି ଐତିହାସିକ ବିଜୟ ପରେ ଏବେ ଦଳ ଉପରେ ଟଙ୍କା ବର୍ଷା ହେବା ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଟିମ୍କୁ 40 କୋଟି ଟଙ୍କା ମିଳିଥିବା ବେଳେ ଏବେ BCCI ଭାରତୀୟ ଟିମ୍କୁ 51 କୋଟି ଦେବ BCCI ଘୋଷଣା କରିଛି। BCCI ସଚିବ ଦେବଜିତ୍ ସାଇକିଆ କହିଛନ୍ତି, ସଚିବ ଭାବରେ BCCIର ଦାୟିତ୍ୱ ନେବା ପରେ ଜୟ ଶାହ 2019ରୁ 2025 ପର୍ଯ୍ୟନ୍ତ ମହିଳା କ୍ରିକେଟରେ ଏକ ପରିବର୍ତ୍ତନ ଆଣିଛନ୍ତି, ଯେଉଁଥିରେ ଦରମା ସମାନତା ମଧ୍ୟ ଅନ୍ତର୍ଭୁକ୍ତ। ଗତ ମାସରେ ICC ଅଧ୍ୟକ୍ଷ ଜୟ ଶାହ ମହିଳା ପୁରସ୍କାର ରାଶିକୁ 300% ବୃଦ୍ଧି କରି ଏହାକୁ $2.88 ନିୟୁତ $14 ବୃଦ୍ଧି କରିଥିଲେ। ଏହି ପଦକ୍ଷେପଗୁଡ଼ିକ ମହିଳା କ୍ରିକେଟକୁ ପୂର୍ବ ଅପେକ୍ଷା ପ୍ରୋତ୍ସାହିତ କରିଛି। BCCI ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କ ସମେତ ସମଗ୍ର ଦଳ ପାଇଁ 51 କୋଟି ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରିଛି। ପରବର୍ତ୍ତୀ ଖବର, ମିଶିଯିବ 4ଟି ବଡ଼ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା। ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ ହେଲେ ଏହା ଦେଶର ଦ୍ୱିତୀୟ ବଡ଼ ବ୍ୟାଙ୍କ ହେବ। ବର୍ତ୍ତମାନ ଦେଶର ଦ୍ୱିତୀୟ ବଡ଼ ସରକାରୀ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍ ବରୋଦା, ଯାହାର ସମ୍ପତ୍ତି ପରିମାଣ 18.62 ଲକ୍ଷ କୋଟି ଟଙ୍କା ରହିଛି। କିନ୍ତୁ ମୋଟ ଉପରେ ଦେଖିଲେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ HDFC ବ୍ୟାଙ୍କ ଦ୍ୱିତୀୟ ଓ ICICI ବ୍ୟାଙ୍କ ତୃତୀୟ ସ୍ଥାନରେ ରହିଛି। ୟୁନିୟନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମିଶ୍ରଣରେ ଯେଉଁ ନୂଆ ବ୍ୟାଙ୍କ ଗଠନ ହେବ ତାହାର ମୋଟ ସମ୍ପତ୍ତି ପରିମାଣ 25.67 ଲକ୍ଷ କୋଟି ଟଙ୍କା ହେବ। 4ଟି ସରକାରୀ ବ୍ୟାଙ୍କର ମିଶ୍ରଣ କରିବାକୁ ଯୋଜନା ରଖାଯାଇଥିବା ବେଳେ ଅନ୍ୟ 2ଟି ବ୍ୟାଙ୍କର ଘରୋଇ
ସରଳୀକରଣ କରିବା ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି। ସୂଚନା ଅନୁସାରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ମିଶ୍ରଣ କରିବା ବିକଳ୍ପ ଉପରେ ସରକାର ବିଚାର କରୁଛନ୍ତି। ବ୍ୟାଙ୍କ ମିଶ୍ରଣ ଦ୍ୱାରା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ପୂର୍ବଭଳି ଗ୍ରାହକମାନେ ସ୍ୱାଭାବିକ ଢଙ୍ଗରେ